ଏଇଟା କଥା ଆପଣ ଆମର ଯାହା ଆୱାରନେସ୍ ଉପରେ ମ୍ୟାଡ଼ାମ୍ ଯାହା କହିଲେ ସେୟା ଉପରେ ଆପଣଙ୍କର ଲୋକାଲିଟିରେ ଆପଣ ତାକୁ ଟିକେ ଇଏ କରନ୍ତୁ, ଆୱାର କରନ୍ତୁ ଲୋକମାନଙ୍କୁ। ଆଉ ଡବ୍ଲ୍ୟୁଏଚ୍ ତରଫରୁ ପୁରା ବିଶ୍ୱରେ ଗୋଟେ ଥିମ୍ରେ ଚାଲିଛି ଯେ ଗୋଟେ ସ୍ପେସିଫାଏ ଥିମ୍ କରାଗଲା କ୍ଲୋଜ୍ ଦି କେୟାର ଗ୍ୟାପ୍, ମାନେ ଆପଣ ତ ଗର୍ଭବତୀ ମହିଳା ଆଉ ଶିଶୁମାନଙ୍କୁ ନେଇକି ପ୍ରତି ମାସକୁ ମାସ ଆପଣ ଇଏ କରୁଛନ୍ତି, ଆୱାର କରୁଛନ୍ତି। ଏ ମାସ ଚାଲିଲା 3 ମାସ 5 ମାସ ହେଲା, ସେଇ ଅସୁବିଧାଟା କ୍ୟାନ୍ସର ରୋଗୀ ଫଲୋଅପ୍ ନେବାକୁ ଯାଉନି ବୋଲି ଅସୁବିଧାଟା ହେଉଛି। ଖୁବ୍ ଶୀଘ୍ର ତା ଦାୟିତ୍ୱରେ ଆପଣଙ୍କ ମୁଣ୍ଡକୁ ଆସିବାକୁ ଯାଉଛି, ତା ପାଇଁ ରେଡି ଥାଆନ୍ତୁ। ତରଫରୁ ଆପଣମାନଙ୍କୁ ଇଏ କରାହେଉଛି ଏଫ୍ଏନ୍ଡିଡବ୍ଲ୍ୟୁ ତରଫରୁ, ସେମିତି କ୍ୟାନ୍ସର ଉପରେ ବି ଆପଣଙ୍କୁ ଦାୟିତ୍ୱ ଦିଆହେବ ତାପରେ, କାରଣ କ୍ୟାନ୍ସର ଗୋଟେ ବଡ଼ ସମସ୍ୟା ହେଇପାରିଲାଣି ସମଗ୍ର ବିଶ୍ୱରେ। କ୍ଲୋଜ୍ ଦି କେୟାର ଗ୍ୟାପ୍ ମାନେ ହେଉଛି ସେୟା, ପ୍ରତି ମାସ ଜଣେ ଯଦି କେମୋ ନେଉଛି ଆପଣ ମାନେ ରେକ୍ଟିଫାଏ କରିବେ ଯେ ଆପଣଙ୍କ ଅଞ୍ଚଳକୁ କିଏ କେମୋ ନେଉଛି, ସେ ଜିଲ୍ଲା ହସ୍ପିଟାଲକୁ ଗଲା ନା ନାହିଁ ସେ କେମୋ ନେବା ପାଇଁ ତା ବାଡ଼ିରେ, ସେ ଦାୟିତ୍ୱ ଖୁବ୍ ଶୀଘ୍ର ଆଶା ଦିଦିମାନଙ୍କ ଉପରେ ଏବଂ ଆପଣଙ୍କର ଯିଏ ଏନ୍ଏମ୍ ଅଛନ୍ତି ତାଙ୍କ ଉପରେ ବି ଆସିବାକୁ ଯାଉଛି। ପ୍ରୋଗ୍ରାମର 3ଟା ରଖା ହେଲା, ଆପଣଙ୍କୁ ସେଥିପାଇଁ ଡାକିକି ଆହ୍ୱାନ କରାଦିଆଗଲା ଯେ